ସେତେବେଳେ ବି ରଙ୍ଗିଲା ଟୋକା ହଉ ବାଳୁଙ୍ଗା ଟୋକା ହଉ ଯେତେବେଳେ ବି ମୁଁ ନାଚିଛି ସେ ଯେମିତି ଅନୁଭବ ବାବୁସାନ ବହୁତ ସ୍ପିଡରେ ତାଙ୍କୁ 32 ଯାଏ 1 2 3 4 1 2 3 4 କହିକି 32 ଯାଏ ଦେଲେ ବି ସେମାନେ ମନେ ରଖିଦେବେ। ବଟ୍ ମୁଁ ଡ୍ୟାନ୍ସର ନୁହେଁ, ତେଣୁ ମୋତେ 1 2 3 4 1 2 3 4 4 4ରେ ହିଁ ଶିଖାଯାଏ ଏବଂ ମୁଁ ତାକୁ ଚେଷ୍ଟା କରେ ମୋ ତରଫରୁ ଜଜମେଣ୍ଟ ଦେବା ଲାଗି। କିନ୍ତୁ ସିନେମା ଟାଇଟେଲରୁ ଜଣାପଡ଼ୁଛି ଯେ ଏଇଟା ଗୋଟେ ଅଲଗା ପ୍ରକାର ସିନେମା। ଗୋଟେ ଦୀର୍ଘ ଦିନ ଧରିକି କପି 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 ହେଇକି ଯେତେବେଳେ ଆମର ଦର୍ଶକମାନଙ୍କ ହାତରେ ମୋବାଇଲ ଆସିଲା ଏବଂ ସେମାନେ ଦେଖିଲେ ଯେ ୱାର୍ଲଡ ସିନେମା ତାଙ୍କ ହାତରେ, ତେଣୁ ଗୋଟେ ଫଟୋଟେ ବି ଯଦି କାହାକୁ କପି କରି ପକେଇଲେ ତାପରେ ଲୋକ ଧରିବା ଆରମ୍ଭ କରିଦେଲେ। କାରଣ ଏବେ ସମସ୍ତେ କ୍ରିଏଟର, ସମସ୍ତେ ଏଡିଟର, ସମସ୍ତେ ୱାର୍ଲଡ ସିନେମା ଦେଖୁଛନ୍ତି। ତେଣୁ ନୂଆ ଧାରାର କଥା ଆସିଲା ଏବଂ ଓଡ଼ିଶାରେ ସେଇ ଧାରାଟା ଏବେ ଆରମ୍ଭ ହୋଇଯାଇଛି 2 ବର୍ଷ ହେବ। ସେଇଥିରୁ ଗୋଟେ ଉଦାହରଣ ହେଉଛି ଦମନ, ପ୍ରତୀକ୍ଷା, ଭଲ ଭଲ ସିନେମା, କର୍ମ। ତ ସେଇଭଳିଆ ଗୋଟେ ରିଏଲିଷ୍ଟିକ୍ ସିନେମା ଏବଂ ଓଡ଼ିଆର ସିନେମାକୁ ଆଉ ଗୋଟେ ଆଗକୁ ଆଗକୁ ନେବାର ଚେଷ୍ଟା ହେଉଛି ଡଷ୍ଟବିନ୍। ବହୁତ ରିଏଲିଷ୍ଟିକ୍ ସିନେମାଟେ, ବହୁତ ବଡ଼ ବଜେଟ୍ର ସିନେମା ଏବଂ ବହୁତ କଡ଼ା ମେସେଜ ରହିଛି ଏଥିରେ। ବହୁତ ବଡ଼ ଷ୍ଟାରକାଷ୍ଟ, ୟାର ଡିରେକ୍ସନ୍ ଏବଂ ମ୍ୟୁଜିକ୍ ମୁଁ କରିଛି। ମ୍ୟୁଜିକ୍ରେ ନା ମୁଁ ଗୀତ ଗାଇନି, 4ଟି ଗୀତ ଅଛି। ଗୋଟେ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଦେବେଶପତି, ଯେଉଁଟା ଆଜି ରିଲିଜ୍ ହେଲା, ଆଉ ଅନୁରାଗ ଦାସ ଗୋଟେ ଗାଇଛନ୍ତି, ଆଉ ଗୋଟେ ଗାଇଛନ୍ତି କୁଲଦୀପ, ଆଉ ଗୋଟେ ଗାଇଛନ୍ତି ଅନନ୍ୟା ଶ୍ରୀତପ ନନ୍ଦ। ଗୀତ ଗୁଡ଼ିକୁ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ, ଡକ୍ଟର ଦୀପକ ଜେନା ଏବଂ ରଞ୍ଜନ ନାୟକ। ଅଂଶୁମାନ ନନ୍ଦୀ ଆରେଞ୍ଜମେଣ୍ଟ କରିଛନ୍ତି। ଭୁବନେଶ୍ୱରର ସ୍ମୃତିବାଇ ଷ୍ଟୁଡ଼ିଓ ଏବଂ କଟକର MRR ଷ୍ଟୁଡ଼ିଓ ଗୀତ ଗୁଡ଼ିକ ରେକର୍ଡିଂ ହୋଇଛି। ଚମତ୍କାର ହେଇଛି। ଗୋଟେ ଗୀତ ଆଜି ଯେଉଁଟା ମୁକ୍ତିଲାଭ କଲା, ଏ ଗୋଟେ ଗୀତରେ ଖର୍ଚ୍ଚ ହେଇଛି 12 ଲକ୍ଷ ଟଙ୍କା। ଯେତେବେଳେ କି ଅନେଷ୍ଟଲି ଖର୍ଚ୍ଚ ହେଇଛି, ଯେଉଁ ଟଙ୍କାଟେ ଖର୍ଚ୍ଚ ହେଇଛି ସିନେମାରେ ତା ଦେଖାହେଉଛି। ତରଙ୍ଗ ମ୍ୟୁଜିକ୍ ୟାର ଅଡ଼ିଓ ରାଇଟ୍ସ ନେଇଛି। ଆପଣ ଗୀତଟିକି କାଲି ପାଖରୁ ବୋଧେ ଷ୍ଟ୍ରିମିଂ ହେବ, ଆପଣ ଦେଖିପାରିବେ। 4ଟି ଗୀତ, ବହୁତ ବଡ଼ ଷ୍ଟାରକାଷ୍ଟ, ଭଲ ସିନେମାଟେ ଆମ ତରଫରୁ ଆମେ ଚେଷ୍ଟା କରିଛୁ। ଆଜିକା ଦିନରେ ଯେମିତିକା ସିନେମାକୁ ଜେନେରେସନ୍ ଦେଖିବା ଲାଗି ଚେଷ୍ଟା କରୁଛନ୍ତି, ସେଭଳିଆ ସିନେମା। ଏଣିକି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଆପଣମାନଙ୍କୁ ବି ଏ ଗୀତ ସିନେମାଟି ଭଲ ଲାଗୁ, ଗୀତ ଭଲ ଲାଗୁ, ତାହେଲେ ହୁଏତ ଆମକୁ ଆଉ ଟିକେ ଉତ୍ସାହ ମିଳିବ ଗୋଟେ ଭଲ ସିନେମା କରିବା ପାଇଁ। ମୋର ଯିଏ ଆସୋସିଏଟ୍ ଅଛନ୍ତି ଦୁର୍ଲଭ, ସିଏ ବହୁତ ସିନେମାର ଆସୋସିଏଟ୍ କାମ କରିଛନ୍ତି ଏବଂ ଯେହେତୁ ଡିରେକ୍ସନ୍ ମୁଁ ସିନ୍ ସଜେଇ ଦେଲା ପରେ ମୁଁ ଯେତେବେଳେ କ୍ୟାମେରା ଆଗକୁ ଆସୁଥିଲି ସେତେବେଳେ ମନିଟରିଂ ପାଇଁ ଜଣେ ଧରିବା ଦରକାର। ତେଣୁ ଦୁର୍ଲଭ ଯିଏ ସାନ ଭାଇଟି ସିଏ ଆସୋସିଏଟ୍ କରିଛି ଏବଂ ସିଏ ମୁଁ ଯେତେବେଳେ କ୍ୟାମେରା ଫ୍ରେମ୍ରେ ଅଛି ସେତେବେଳେ ସିଏ ଜଜମେଣ୍ଟ କରିଛି ଏବଂ ମୁଁ ଯେତେବେଳେ ନାହିଁ ସେତେବେଳେ ମୁଁ ଦେଖିଛି। ତେଣୁ ଅଭିନୟ ଆଉ ଡିରେକ୍ସନ୍ରେ କିଛି ପ୍ରୋବ୍ଲେମ୍ ହେଇନାହିଁ, କାରଣ ଏକ୍ସପିରିଏନ୍ସ ମୋର ଆଗରୁ ଅଛି, କିନ୍ତୁ ମୁଁ ନାଁ ଦେଇନଥିଲି। ମୁଁ ଯେହେତୁ ଜଣେ ପ୍ରପର ଡ୍ୟାନ୍ସର ନୁହଁ, ତେଣୁ ମୁଁ ସବୁବେଳେ ଡରେ। ବଟ୍ କୋରିଓଗ୍ରାଫର ସାର୍ ମାନଙ୍କୁ ମୋର ସବୁବେଳେ ଧନ୍ୟବାଦ ଦିଏ ଯେ ସେ ଏତେ ସୁନ୍ଦର ଭାବରେ କରିଦିଅନ୍ତି। ମୁଁ ଗୋଟେ ଡ୍ୟାନ୍ସର ଭଳିଆ ଲାଗେ। ଅମିତ ସାର୍ ଏ ଗୀତରେ ବହୁତ ଭଲ ଚେଷ୍ଟା କରିଛନ୍ତି ମୋ ପାଇଁ ଏବଂ ସତରେ ବି ମୁଁ ଦେଖୁଛି ଯେ ମୁଁ ଭଲ ନାଚିଲା ଭଳିଆ ତ ଦେଖା ହେଉଛି। ଏଣି ଦର୍ଶକଙ୍କ ହାତରେ ରିପୋର୍ଟ ରହିବ ଯେ ମୁଁ ଭଲ ନାଚିଛି କି ଭଲ ନାହିଁ ଏବଂ ଗୀତଟି କେମିତି ଲାଗିଲା। ସେତେବେଳେ ବି ରଙ୍ଗିଲା ଟୋକା ହଉ ବାଳୁଙ୍ଗା ଟୋକା ହଉ ଯେତେବେଳେ ବି ମୁଁ ନାଚିଛି ସେ ଯେମିତି ଅନୁଭବ ବାବୁସାନ ବହୁତ ସ୍ପିଡରେ ତାଙ୍କୁ 32 ଯାଏ 1 2 3 4 1 2 3 4 କହିକି 32 ଯାଏ ଦେଲେ ବି ସେମାନେ ମନେ ରଖିଦେବେ। ବଟ୍ ମୁଁ ଡ୍ୟାନ୍ସର ନୁହେଁ, ତେଣୁ ମୋତେ 1 2 3 4 1 2 3 4 4 4ରେ ହିଁ ଶିଖାଯାଏ ଏବଂ ମୁଁ ତାକୁ ଚେଷ୍ଟା କରେ ମୋ ତରଫରୁ ଜଜମେଣ୍ଟ ଦେବା ଲାଗି।